हेलो एवरीवन वेलकम टू आवर यूट्यूब चैनल इन्फोसेयर ओडिशा देखंतु समस्तଙ୍କ ପାଖକୁ ଏଇ ଭଳିଆ ଗୋଟେ ମେସେଜ ଆସୁଛି ବାରମ୍ବାର ଯେକୌଣସି ସ୍କଲାରशिପ ଆପ୍ଲାଏ କରନ୍ତୁ ଯଦି ଆପଣ ଇ ମେଧାବୃତ୍ତି ସ୍କଲାରशिପ ଅଣ୍ଡରରେ ୟୁଜି ମେରିଟ ପିଜି ମେରିଟ କିମ୍ବା ଗୋପବନ୍ଧୁ ଶିକ୍ଷା ସହାୟତା କିମ୍ବା ଏସଟି ଏସସି ଏମବିସି ୱେଲଫେୟାର ଡିପାର୍ଟମେଣ୍ଟ ତରଫରୁ ଆପଣ ଯଦି ପୋଷ୍ଟ ମାଟ୍ରିକ ସ୍କଲାରशिପ ଆପ୍ଲାଏ କରିଛନ୍ତି ଆପଣଙ୍କର ଏଇଭଳିଆ ଆପ୍ଲାଏଡର ମେସେଜ କିମ୍ବା ରେକମେଣ୍ଡେଡ ବାଇ ଇନଷ୍ଟିଚ୍ୟୁସନ ମେସେଜ ଆସୁଛି ସମସ୍ତଙ୍କ ଡାଉଟ ଥିଲା ଯେ ଆମେ ଅଲରେଡି ପେମେଣ୍ଟ ଅଲରେଡି ପାଇସାରିଲୁଣୁ ଆକାଡେମିକ ଇୟର 2025-26 ଶିକ୍ଷାବର୍ଷର କାହିଁକି ଏ ମେସେଜ ଆମ ପାଖକୁ ଏଗେନ୍ ଆଉ ଥରେ ଆସୁଛି କଣ ପାଇଁ ଏ ମେସେଜ ଅଛି ଡିପାର୍ଟମେଣ୍ଟ ଲେବୁଲରୁ କାହିଁକି ଏଭଳିଆ ଗୋଟେ ମେସେଜ ସମସ୍ତଙ୍କ ବୋଭାରାଲି ପିଲାଙ୍କ ପାଖକୁ ଆସୁଛି ସେ ଯେକୌଣସି ସ୍କଲାରସିପ ଆପ୍ଲାଏ କରନ୍ତୁ ନା କାହିଁକି ଦେଖନ୍ତୁ ପ୍ରିଭିୟସ ଇୟରରେ ଯଦି ଆପଣ ସ୍କଲାରସିପ ଆପ୍ଲାଏ କରିଥିବେ ଏଇଭଳିଆ ମେସେଜ ଆସେ କିନ୍ତୁ ଏହା ଡବଲ ଥର ପାଇଁ ଆସିଛି ଯେଉଁମାନଙ୍କର ପେମେଣ୍ଟ ଏପର୍ଯ୍ୟନ୍ତ ଆସିନି ଯେକୌଣସି ସ୍କଲାରସିପ ସେମାନଙ୍କର କେବେ ସୁଦ୍ଧା ଆସିବ ଏ ମେସେଜଟି କଣ ପାଇଁ ଆସିଛି ଏ ଭିଡ଼ିଓରେ ଆଲୋଚନା କରିବା ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଯାହାଫଳରେ ଆପଣ ଟୋଟାଲି ଇନଫର୍ମେସନ ପାଇପାରିବେ ରିଗାର୍ଡିଂ ଏ ମେସେଜ ସହିତ ଆପଣ ସ୍କଲାରସିପ ଆମାଉଣ୍ଟ ଯଦି ପାଇନାହାନ୍ତି 2025-26 ଶିକ୍ଷାବର୍ଷର କେବେ ସୁଦ୍ଧା ଏ ପେମେଣ୍ଟଟି ପାଇବ ଓ କଣ କରିବାକୁ ପଡ଼ିବ ଏ ସ୍କଲାରସିପ ପେମେଣ୍ଟ ପାଇଁ ଡିଟେଲ୍ସରେ ଭିଡ଼ିଓରେ ଆଲୋଚନା କରିବା ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ତା ସହିତ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ ଚାଲନ୍ତୁ ଭିଡ଼ିଓଟି ଷ୍ଟାର୍ଟ କରିବା ଦେଖନ୍ତୁ ଯେଉଁମାନେ ଆକାଡେମିକ ଇୟର 2025-26 ଶିକ୍ଷାବର୍ଷରେ ଯେକୌଣସି ସ୍କଲାରସିପ ଅର୍ଥାତ୍ ହାୟର ଏଜୁକେସନ ଡିପାର୍ଟମେଣ୍ଟ ତରଫରୁ ସ୍କଲାରସିପ ଯଥା ୟୁଜି ମେରିଟ ପିଜି ମେରିଟ ଗୋପବନ୍ଧୁ ଶିକ୍ଷା ସହାୟତା କିମ୍ବା ଫକୀରମୋହନ ଭାଷାବୃତ୍ତି କିମ୍ବା ଏସଟି ଏସସି ଏମବିସି ୱେଲଫେୟାର ଡିପାର୍ଟମେଣ୍ଟ ତରଫରୁ ପୋଷ୍ଟ ମାଟ୍ରିକ ସ୍କଲାରସିପ ଯଦି ଆକାଡେମିକ ଇୟର 2025-26 ଶିକ୍ଷାବର୍ଷରେ ଆପ୍ଲାଏ କରିଛନ୍ତି ଏଇଭଳିଆ ଗୋଟେ ମେସେଜ ଆସୁଛି ଡବଲ ଥର ପାଇଁ ମାନେ ଆପଣ ଅଲରେଡି ପେମେଣ୍ଟ ପାଇସାରିଲାଣି ଯଦି କିନ୍ତୁ ଏଇଭଳିଆ ମେସେଜ ଅଛି ଦେଖନ୍ତୁ ଏ ଡିଟେଲ୍ସ କ୍ଲାରିଫାଇ କରିଦଉଛୁ ଦେଖନ୍ତୁ ଇଏ ଗୋଟେ ଟେଷ୍ଟିଂ ମେସେଜ ଇଏ ଗୋଟେ ଟେଷ୍ଟିଂ ମେସେଜ ହଉଛି ଗଭର୍ଣ୍ଣମେଣ୍ଟ ଅଫ ତରଫରୁ ଯୋଉ ହାୟର ଏଜୁକେସନ ଡିପାର୍ଟମେଣ୍ଟ ତରଫରୁ ଯୋଉ ପ୍ରିଭିୟସ ଇୟର ଏଇଟା ଲାଗୁ କରାଯାଇଛି ମେସେଜିଂ ସିଷ୍ଟମ ଆପଣଙ୍କର ଷ୍ଟାଟସ କେଉଁଠି ପହଞ୍ଚିଲା ଓ କେତେ ବାଟ ପହଞ୍ଚିଲା ସେଥିପାଇଁ ଏଇଭଳିଆ ମେସେଜିଂ ସିଷ୍ଟମ ସମସ୍ତ ଡିପାର୍ଟମେଣ୍ଟରେ ଲାଗୁ ହୋଇଛି ଦେଖନ୍ତୁ ଏ ମେସେଜିଂରେ ଆପଣ ଜାଣିଥିବେ ଯେ ଆପଣ ଆପ୍ଲାଏଡ କଲା ପରେ ଆପ୍ଲାଏଡର ମେସେଜ ଆସିବ ଦେନ୍ ଯଦି ଆପଣଙ୍କର ଇନଷ୍ଟିଚ୍ୟୁଟ ଲେଭେଲରୁ ଭେରିଫିକେସନ ପରେ ଇନଷ୍ଟିଚ୍ୟୁଟ ଲେଭେଲରୁ ରେକମେଣ୍ଡେଡ ବାଇ ଇନଷ୍ଟିଚ୍ୟୁସନର ମାନେ ଆପଣଙ୍କର ବାହାରିବ ଏବେ ଆହୁରି ପ୍ରୋଗ୍ରେସ କରାଯିବା ପାଇଁ ଏ ମେସେଜିଂ ସିଷ୍ଟମକୁ ଆହୁରି ପ୍ରୋଗ୍ରେସ କରାଯିବା ପାଇଁ ନେକ୍ସଟ ଆପଣଙ୍କର ଯୋଉ ଡିଷ୍ଟ୍ରିକ୍ଟ ଅଥରିଟି ଯଦି ରିଭୋଟେଡ କଲା ଆପଣଙ୍କର ମେସେଜ ଆସିବ ତା ସହିତ ଡିଷ୍ଟ୍ରିକ୍ଟ ଅଥରିଟି ଯଦି ଆପ୍ରୁଭ କରିଦେଲେ ଦେନ୍ ଆପଣଙ୍କର ଏଗେନ୍ ମେସେଜ ଆସିବ ତା ସହିତ ଆପଣ ସ୍କଲାରସିପ ପେମେଣ୍ଟ ଆସିବ କି ନାହିଁ ମାନେ କୋଉଠି ଡିସବର୍ସମେଣ୍ଟ ଷ୍ଟାର୍ଟେଡ ହେଲା ଡିଟେଲ୍ସରେ ବଢିଆ ଯୋଗାଯୋଗ କରିବା ପାଇଁ ପିଲାଙ୍କ ସହିତ ମେସେଜିଂ ସିଷ୍ଟମ ଡିପାର୍ଟମେଣ୍ଟ ତରଫରୁ ମାନେ ଷ୍ଟେଟ ସ୍କଲାରସିପ ପୋର୍ଟାଲ ଯୋଉ ଓଡିଶା ଗଭର୍ଣ୍ଣମେଣ୍ଟ ତରଫରୁ ଷ୍ଟେଟ ସ୍କଲାରସିପ ପୋର୍ଟାଲ ରହିଛି ଏଇଭଳିଆ ମେସେଜ ଏବେ ଟେଷ୍ଟିଂରେ ଚାଲିଛି ଯେହେତୁ ଆକାଡେମିକ ଇୟର 2025-26ର ସମସ୍ତ ସ୍କଲାରସିପ ଓଭରାଲି ସରିଗଲାଣି ଯେଉଁମାନେ ଅଲରେଡି ଆପ୍ଲାଏ କରିସାରିଲେଣି ଓ ପେମେଣ୍ଟ ପାଇନାହାନ୍ତି ସେମାନେ ତ ଅଲଗା କଥା ଯେଉଁମାନେ ପାଇଗଲେଣି ଅଲରେଡି ସେମାନଙ୍କ ପାଇଁ ଏଇଟା ଗୋଟେ ଟେଷ୍ଟିଂ ମେସେଜ ଓ ଯେଉଁମାନେ ପାଇଛନ୍ତି ଏ ମେସେଜଟି ତାହେଲେ ଆପଣ ଜାଣି ରଖନ୍ତୁ ଯେ ଆପଣ ଷ୍ଟେଟ ସ୍କଲାରସିପ ତରଫରୁ ଅଲରେଡି ମାନେ ସମସ୍ତ ଆକାଉଣ୍ଟ ଇନଫର୍ମେସନ ସମସ୍ତ ଠିକ ଅଛି ଓ ମୋବାଇଲ ଇନଫର୍ମେସନ ଓ ମେସେଜିଂ ଇନଫର୍ମେସନ ସମସ୍ତ ଠିକ ଅଛି ଯଦି ଆପଣଙ୍କ ପାଖକୁ ଏଇଭଳିଆ ମେସେଜ ନ ଆସୁଛି ତାହେଲେ ଆପଣଙ୍କର ଧୀରେ ଧୀରେ ଏଇଭଳିଆ ପ୍ରୋସେସ କରାଯାଇକି ସମସ୍ତଙ୍କ ପାଖକୁ ମେସେଜିଂ ସିଷ୍ଟମ ହବ ଏ ବର୍ଷ ନ୍ୟୁ ଆକାଡେମିକ ଇୟର ଯାହା 2026-27 କି କିଭଳି ଭାବେ ସ୍କଲାରସିପ ପେମେଣ୍ଟ ସମସ୍ତ ଷ୍ଟୁଡେଣ୍ଟ ପାଇବେ ସେଇ ରିଲେଟେଡ ଏହା ଇନଫର୍ମେସନ ଚାଲୁଛି ମାନେ ଷ୍ଟେଟ ସ୍କଲାରସିପ ତ୍ୱରାନ୍ୱିତ ବେଗରେ ଏହା ଗୋଟେ ପଦକ୍ଷେପ ନେଇଛି ଏଇଭଳିଆ ସ୍କଲାରସିପ ପେମେଣ୍ଟ କେମିତି ଶୀଘ୍ର ମାନେ ସ୍ମୁଥଲି କଣ୍ଡକ୍ଟ ଭାବରେ ସ୍ମୁଥଲି ପେମେଣ୍ଟଟି ଡିସବର୍ସମେଣ୍ଟ କରାଯିବ ସମସ୍ତ ଷ୍ଟୁଡେଣ୍ଟ ମାନେ ସ୍କଲାର୍ସ ମାନଙ୍କୁ ଏଇଭଳିଆ ଯୋଗାଯୋଗ ପାଇଁ ଏକ ସିଷ୍ଟମ ଲାଗୁ କରିଛି ଷ୍ଟେଟ ସ୍କଲାରସିପ ପୋର୍ଟାଲ ସେଇଥିପାଇଁ ଏଇ ମେସେଜଟି ଛଡା ଯାଉଛି ଦେଖନ୍ତୁ ଏବେ ଆସିବା ଯେଉଁମାନେ ଆକାଡେମିକ ଇୟର 2025-26 ଶିକ୍ଷାବର୍ଷରେ ମାନେ ଆପଣ ଯଦି 2025-26 ଶିକ୍ଷାବର୍ଷରେ ସ୍କଲାରସିପ ଆପ୍ଲାଏ କରିଛନ୍ତି ଯଦି ଏପର୍ଯ୍ୟନ୍ତ ପେମେଣ୍ଟ ପାଇନାହାନ୍ତି କେବେ ସୁଦ୍ଧା ଆସିବ ଦେଖନ୍ତୁ ଅଲରେଡି ପେମେଣ୍ଟ ଅଲରେଡି ଷ୍ଟାର୍ଟେଡ ହେଇଗଲାଣି ଆପଣଙ୍କର ଯାହା ଡେଟ୍ ଥିଲା ସ୍ପେସିଆଲି ପୋଷ୍ଟ ମାଟ୍ରିକ ସ୍କଲାରସିପ ଯାହା ଡେଟ୍ ଥିଲା ସେମାନେ ଅଲରେଡି ପେମେଣ୍ଟ ପାଇଗଲେଣି ମାନେ ଆପଣଙ୍କର ଯୋଉ ଡେଟ୍ ଥିଲା ଲାଷ୍ଟ ଡେଟ୍ ଆପ୍ଲାଏର ସେ ଓ ସାংସନ ବାଇ ଆପ୍ରୁଭାଲର ସମସ୍ତ ଡେଟ୍ ଖତମ ହୋଇଗଲାଣି ମାନେ ସରିଗଲାଣି ଓଭରାଲି ଆପଣଙ୍କର ପେମେଣ୍ଟ ମେକାନିଜିମ୍ ଅଲରେଡି ଷ୍ଟାର୍ଟେଡ ହେଇଗଲାଣି ଯେହେତୁ ପୋଷ୍ଟ ମାଟ୍ରିକ ସ୍କଲାରସିପରେ ଅଧିକାଂଶ ପିଲା ଆପ୍ଲାଏ କରିଛନ୍ତି ଦେଖନ୍ତୁ ସବୁଠାରୁ ଡିଟେଲ୍ସରେ ପୋଷ୍ଟ ମାଟ୍ରିକ ସ୍କଲାରସିପ ଯଦି ଆପଣ ଦେଖିବେ ଏସଟିଏସସି ଏମବିସି ୱେଲଫେୟାର ଡିପାର୍ଟମେଣ୍ଟ ତରଫରୁ ସବୁଠାରୁ ହାଏଷ୍ଟ ଯଦି ପିଲା ଆପ୍ଲାଏ କରିଛନ୍ତି ଏଇ ପୋଷ୍ଟ ମାଟ୍ରିକ ସ୍କଲାରସିପ ଦେଖନ୍ତୁ ପାଖାପାଖି 10 ଲକ୍ଷ ପିଲା ପାଖାପାଖି ଆପ୍ଲାଏ କରିଛନ୍ତି ଦେଖନ୍ତୁ
ପାଖାପାଖି ଏତିକି ପିଲା ଆପଣଙ୍କର ଆପ୍ଲାଏ କରିଦେଇଛନ୍ତି ପୋଷ୍ଟ ମାଟ୍ରିକ ସ୍କଲାରସିପ୍। ତେଣୁକରି ଆକାଡେମିକ ଇୟର 2025-26 ଶିକ୍ଷାବର୍ଷ ଖୁବ୍ ଶୀଘ୍ର ଶେଷ ହେବାକୁ ଯାଉଛି। ତେଣୁକରି ସମସ୍ତଙ୍କର ପେମେଣ୍ଟ ଖୁବ୍ ଶୀଘ୍ର ଡିପାର୍ଟମେଣ୍ଟ ତରଫରୁ ରିଲିଜ କରାଯିବ, ମାନେ ରିସିଭଡ ଷ୍ଟୁଡେଣ୍ଟ ମାନେ ଯେପରି ମାନେ ଅସୁବିଧା ନ ହୁଏ ସେଥିପାଇଁ ସ୍କଲାରସିପ୍ ଆପଣଙ୍କୁ ଖୁବ୍ ଶୀଘ୍ର ଦେବା ପାଇଁ ଡିପାର୍ଟମେଣ୍ଟ ତରଫରୁ ମାନେ ST SC MBC ୱେଲଫେୟାର ଡିପାର୍ଟମେଣ୍ଟ ଯୋଉ ପୋଷ୍ଟ ମାଟ୍ରିକ ସ୍କଲାରସିପ୍ ପ୍ରଦାନ କରିଥାଏ। ତେଣୁକରି ଜୁନ୍ ଫାର୍ଷ୍ଟ ୱିକ୍ ଅର୍ ସେକେଣ୍ଡ ୱିକ୍ ଭିତରେ ଯେଉଁମାନେ ଆଦୌ ଫାଷ୍ଟ ଫେଜ୍ ପାଇନାହାନ୍ତି ସେମାନଙ୍କୁ ଜୁନ୍ ଭିତରେ ହିଁ ଓଭରାଲି ପେମେଣ୍ଟ ମିଳିଯିବ। ଯେହେତୁ ଆକାଡେମିକ ଇୟର 2025-26 ଶିକ୍ଷାବର୍ଷ ଓଭରାଲି ସରିଗଲାଣି, ଓଭରାଲି କହିବାକୁ ଗଲେ ସରିଗଲାଣି। ତେଣୁ ଆକାଡେମିକ ଇୟର 2026-27 ଖୁବ୍ ଶୀଘ୍ର ଷ୍ଟାର୍ଟେଡ୍ ହେଇଯିବ। ତେଣୁକରି ଏ ପେମେଣ୍ଟଟି ଖୁବ୍ ଶୀଘ୍ର ରିଲିଜ କରାଯିବ। ତେଣୁକରି ଆପଣଙ୍କର ଏଇ ମେସେଜିଂ ସିଷ୍ଟମ ବି ଲାଗୁ ହୋଇଗଲାଣି ଧୀରେ ଧୀରେ ସମସ୍ତଙ୍କର ପେମେଣ୍ଟ ବି କିଛି ଅସୁବିଧା ହବନି। ଆକାଡେମିକ ଇୟର 2026-27ରେ ଆପଣ ଯଦି ପୋଷ୍ଟ ମାଟ୍ରିକ ସ୍କଲାରସିପ୍ 25-26ରେ ଫେସ୍ କରୁଥିବେ ଅନ୍ୟାନ୍ୟ କିଛି ପ୍ରୋବ୍ଲେମ ଯୋଗୁଁ, ତେଣୁକରି ଆପଣଙ୍କର ଏଇଭଳିଆ ଅସୁବିଧା ଆଉ କିଛି ହବ ନାହିଁ। ଏଇଭଳିଆ ମେସେଜିଂ ସିଷ୍ଟମ ହେଇଗଲା। ଆଉ ସ୍କଲାରସିପ୍ ଯଦି ଏଇ ବର୍ଷ ପାଇନାହାନ୍ତି ଖୁବ୍ ଶୀଘ୍ର ରିଲିଜ କରାଯିବ, ଯାହା ଡିପାର୍ଟମେଣ୍ଟ ତରଫରୁ ଇନଫର୍ମେସନ ଆସୁଛି। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ସମସ୍ତଙ୍କୁ ଧନ୍ୟବାଦ। ଭିଡ଼ିଓ ଗୋଟେ ଲାଇକ୍ କରିବା ସହିତ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିବା ଭୁଲିବେନି। ଆମ ଟେଲିଗ୍ରାମ ଗ୍ରୁପରେ ଜଏନ୍ ଯିବେ, ଯାହାଫଳରେ ସମସ୍ତ ଇନଫର୍ମେସନ ଆମ ଚ୍ୟାନେଲରେ ସର୍ବପ୍ରଥମେ ସର୍ବପ୍ରଥମେ ହିଁ ଅପଲୋଡ ହୁଏ ୱିଥ୍ ପ୍ରୁଫ୍ ଆଣ୍ଡ ଅଥେଣ୍ଟିକେଟ୍ ଭିଡ଼ିଓ। ଧନ୍ୟବାଦ।